ଆରେ ତମେ ବା ତାକୁ ଭଲ ପାଉଥିଲ, ତମେ ଟିକେ ତାର ହାତ ଧରିଦେଲ ବୋଲିକି ସେ ତମକୁ ଜେଲ୍ ପଠେଇଦେଲା। ହେଲେ ଆଉ ଜଣେ ତାର ଏତେ କ୍ଲୋଜ୍ ହେଇକି ରହିଛି। ତମେ ତ ରାଗରେ ଗରମ ହେଇଯିବା କଥା। ମତେ ତ ଲାଗୁଛି ତମେ ସେ ମୁକ୍ତିକୁ ଜମାରୁ ଭଲ ପାଉନଥିଲ। ତମ ଭଳି ଆଶିକ୍ ମାନଙ୍କର ନା ଏଇଟା ହେଉଛି ସବୁଠାରୁ ବଡ଼ ପ୍ରୋବ୍ଲେମ୍। ଭଲସେ ୟାକୁ ଫୋକସ୍ କର ଆଉ ଭଲସେ ଦେଖ। ଦେଖ ତମର ସେଇ ପ୍ରିୟା ଆଉ ତାର ସ୍ୱାମୀ, ତମେ ସବୁ ଖାଲି ଭଲସେ ଲେକ୍ଚର ଦବା ଜାଣିଛ, ଆଉ କିଛି ବି ଜାଣିନ। ନତାଶା ପୃଥିବୀକୁ ଏମିତି କହିକି ମନେ ମନେ ଭାବୁଛନ୍ତି ଆକୁ ମତେ ଆଉ ଟିକେ ରଗେଇବାକୁ ହବ, ନହେଲେ ସିଏ ଆଗକୁ ବାଟକୁ ଆସିବନି। ଏମିତି କହିକି ସେ ପୃଥିବୀକୁ କହୁଛନ୍ତି ମତେ ଲାଗୁଛି ତମେ ନା ମର୍ଦ୍ଦ ପୁଅ ନୁହଁ। ମତେ ଲାଗୁଛି ତମେ ପୁରୁଷରେ ଗଣା ଯାଇନା। ଆରେ ମୁଁ କିଛି ଭୁଲ କହିଦେଲି କି ପୃଥିବୀ? ସାମାନ୍ୟ ସେ ଗୋଟେ ଝିଅ ହେଇକି ତମକୁ ଜେଲକୁ ପଠେଇଦେଲା, ହେଲେ ତମେ ତାର କିଛି ବି କରିପାରିଲନି। ଖାଲି ବେଙ୍ଗକ ଭଳିଆ ଫକ୍ ଫକ୍ କରି ଜାଣିଛ ଆଉ ଫମ୍ପା ଡାଇଲଗ୍ ମାରି ଶିଖିଛ। ନହେଲେ ତମେ ଆଉ କିଛି ବି ଜାଣିନ। ସେଇ ଟାଇମ୍ରେ ପୃଥିବୀ ନତାଶାଙ୍କ ତଣ୍ଟିକୁ ଧରିକି କହୁଛନ୍ତି ଏଇ ମତେ ଆଉ ରଗାନା କହିଦେଉଛି ତତେ। ତାପରେ ସେପଟେ ଘରେ ଗେମ୍ ଖେଳ ଚାଲିଛି। ଯେଉଁ ଟାଇମ୍ରେ ଘର ଲୋକ ସମସ୍ତେ ଗେମ୍ ଖେଳୁଛନ୍ତି ସେଇ ଟାଇମ୍ରେ ଆଦିଙ୍କ ହାତରେ ସେ ହାର୍ଟଟା ରହିଯାଉଛି। ଆଉ ଏସବୁକୁ ଦେଖିକି ଘର ଲୋକ ବହୁତ ହସୁଛନ୍ତି। ସେଇ ଟାଇମ୍ରେ ଆଦି ମୁକ୍ତିଙ୍କ ପାଖକୁ ଫୋପାଡ଼ି ଦେଉଛନ୍ତି ସେଇଟା। ତାପରେ ମୁକ୍ତି ବି ଆଦିଙ୍କୁ ଦେଇ ଦେଉଛନ୍ତି। ତାପରେ ଆଦି କହୁଛନ୍ତି ନାଇଁ ଜେଜେମା, ଏଇଟା ହେଉଛି ଚିଟିଂ, ଏଇଟା ମୁକ୍ତିଙ୍କ ହାତରେ ଥିଲା, ସେ ମୋ କତିକି ଫୋପାଡ଼ି ଦେଲେ, ସେଇଥିପାଇଁ ତାଙ୍କୁ ଯାହା କୁହାହବ ସେ ସେଇଆ କରିବେ। ସେଇ ଟାଇମ୍ରେ ମୁକ୍ତି ଆଦିଙ୍କୁ କହୁଛନ୍ତି ଏଇଟା ନା ମିଛ କଥା। ମୁଁ ମାନୁଛି ମୁଁ ତମକୁ ଚିଡ଼େଇବାକୁ ମୋତେ ବହୁତ ଭଲ ଲାଗେ, ହେଲେ ମୁଁ ଗେମ୍ରେ ନା ଜମାରୁ ବି ଚିଟିଂ କରିନି। ଇଏ କାଳେ ଓଡ଼ିଶାର ସବୁଠାରୁ ବେଷ୍ଟ ବିଜନେସମ୍ୟାନ୍, ହେଲେ ସେ ଏତିକି ବି ଜାଣିନାହାନ୍ତି ଗେମ୍ରେ ଚିଟିଂ କରାଯାଏନି ବୋଲି। ସେଥିପାଇଁ ଏ ଟକିଆ ତମ ହାତରେ ଅଛି ମାନେ ତମକୁ ଯାହା କୁହାଯିବ ତମେ ସେଇଆ କରିବ, ଚିଟର କୋଉଠିକାର। ସେଇ ଟାଇମ୍ରେ ଆଦି ମୁକ୍ତିକୁ କହୁଛନ୍ତି ଏ ଶୁଣ, ମୁଁ ମୋ ଜୀବନରେ ନା କେବେ ମିଛ କହିନି କି ଚିଟିଂ କରିନି। ଟକିଆଟା ତମ ହାତରେ ଥିଲା, ତମେ ହିଁ ଗେମ୍ ଖେଳିବ। ତମକୁ ଯାହା କୁହାହବ ତମେ ସେଇଆ କରିବ। ସେଇ ଟାଇମ୍ରେ ମୁକ୍ତି ପୁଣି ଥରେ ଆଦିଙ୍କ ପାଖକୁ ସେ ଟକିଆ ଫୋପାଡ଼ୁଛନ୍ତି। ସେଇ ଟାଇମ୍ରେ ଆଦି ମୁକ୍ତି ସେ ଟକିଆକୁ ଛଡ଼ାଛଡ଼ି ଆଉ ଫୋପଡ଼ା ଫୋପଡ଼ି ହେଉଛନ୍ତି। ସେଇ ଟାଇମ୍ରେ ଘର ଲୋକ ସବୁ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଆଉ ବହୁତ ହସୁଛନ୍ତି। ସେଇ ଟାଇମ୍ରେ ଜେଜେମା କହୁଛନ୍ତି ଓହୋ ବନ୍ଦ କର ଏସବୁ। ଆରେ ଗେମ୍ରେ ତମ ଦୁଇ ଜଣ ବି ଝଗଡ଼ା ଲାଗୁଛ, ଆଗକୁ ପରା ତମେ ଦୁଇ ଜଣ ସଂସାର କରିବ। ଆରେ ପିଲାଛୁଆ ହେଲେ ସିନା ତମେ ସେମାନଙ୍କୁ ବୁଝିବ, ଦେଖିଲା ବେଳକୁ ତମେ ଦୁଇ ଜଣ ଏଠି ଝଗଡ଼ା ଲାଗୁଛ। ଆଦି ବାବା, ଏଠି ସମସ୍ତେ ଦେଖିଛନ୍ତି ଯେ ଟକିଆଟା ତୋ ପାଖରେ ଥିଲା, ହେଲେ ମାନୁନୁ ଯେ ତୁ କ'ଣ ପାଇଁ ଚିଟିଂ ଏମିତି କହିଲା ବେଳେ ତାପରେ ଜେଜେବାପା କହୁଛନ୍ତି ଆଦି ବାବା, ଏଠି ଯେଉଁ ଆମେ 5 ଜଣ ବସିଛେ ସମସ୍ତେ ଦେଖିଛନ୍ତି ଟକିଆଟା ତୋ ହାତରେ ଥିଲା। ମୋର ମନେ ପଡ଼ୁଛି, ହେଲେ ତୋର ମନେ ନଥିବ, ତୁ ଭୁଲିଗଲୁଣୁ। ପିଲାଦିନେ ଏମିତି ତୁ ପନିଶମେଣ୍ଟରୁ ବଞ୍ଚିବା ପାଇଁ ତୁ ଏଇଭଳିଆ ସବୁ ପ୍ଲାନ୍ କରୁଥିଲୁ, ହେଲେ ଆଜି ସେ ପ୍ଲାନ୍ ଜମା କାମ କରିବନି। ଆମେ ବା ଦେଖିଛୁ ଥିଲା ତୋ ହାତରେ। ସେଇ ଟାଇମ୍ରେ ଆଦି କହୁଛନ୍ତି ଓକେ ଫାଇନ୍, ମୁଁ ପନିଶମେଣ୍ଟ ପାଇବା ପାଇଁ ରାଜି ଅଛି, ମୋତେ କ'ଣ କରିବାକୁ ହବ କୁହ। ଆଉ ହଁ, ମୁଁ କାହା ଭଳିଆ ଚିଟର ନୁହଁ। ସେଇ ଟାଇମ୍ରେ ବିକ୍ରାନ୍ତ କହୁଛନ୍ତି ମୁଁ କହୁଛି ରୁହ। ତାପରେ ବିକ୍ରାନ୍ତ ତାଙ୍କ ଜାଗାରେ ଉଠିକି ଯାଇକି ଗୋଟେ ଗୋଲାପ ଫୁଲ ଆଣିକି ଆଦିଙ୍କ ହାତରେ ଦେଉଛନ୍ତି ଆଉ କହୁଛନ୍ତି ଧର ଧର, ଆଉ ବାକି ସବୁ ଯାହା ଅଛି ଜେଜେବାପା କହିବେ। ସେଇ ଟାଇମ୍ରେ ଜେଜେବାପା କହୁଛନ୍ତି ଆଦି ବାବା, ଆମେ ଏଠି ଯେତିକି ସମସ୍ତେ ବସିଛୁ ଆମେ ସବୁ ଜାଣିଛୁ ତମେ ଦୁଇ ଜଣ ବାହା ହେଇସାରିଛ। ଆଉ ଯେମିତି ତମେ ଦୁଇ ଜଣ ଧରାଧରି ହେଇକି ବୁଲୁଛ ନା, ଆମକୁ ଲାଗୁଛି ତମ ଦୁଇ ଜଣଙ୍କ ଭିତରେ କିଛି ଗୋଟେ ଅଛି। କହୁଛି ବୋଲି ଖରାପ ଭାବନି। ଆରେ ଆଦି ବାବା, ତୋ ମନରେ ଯାହା ଡାଉଟ୍ ଅଛି ସମସ୍ତେ ଆରେ ଖୋଲିକି କହିଦେ। ସେଇ ଟାଇମ୍ରେ ଜେଜେମା କହୁଛନ୍ତି ଛତୁଆ, ତମେ ଜମାରୁ କହିପାରୁନ। ଶୁଣ, ମୁଁ ତାଙ୍କୁ ବୁଝେଇ ଦେଉଛି। ଆଦି ବାବା, ମୁଁ ଜାଣିଛି ତୁ ସମସ୍ତଙ୍କୁ ସବୁବେଳେ ହେଲ୍ପ କରୁ ଆଉ ସମସ୍ତଙ୍କ ମନ କଥା ବି ତୁ ବୁଝିପାରୁ, ହେଲେ ଆଜି ପର୍ଯ୍ୟନ୍ତ ତୋ ମନ କଥା ତୁ କାହାକୁ ବି କହିନୁ। ଆଜି ମୁଁ ଚାହୁଁଛି ଆଉ ସମସ୍ତେ ବି ଚାହୁଁଛନ୍ତି ଆଜି ସମସ୍ତଙ୍କ ସାମ୍ନାରେ ତୁ ସୁନ୍ଦରୀକି ତୋ ମନ କଥା କହିଦେ। ମୁଁ ଜାଣିଛି ଆଦି ବାବା, ଏଇଟା ତୋ ପାଇଁ ଟିକେ କଷ୍ଟ ହବ, ହେଲେ ତୁ କହିପାରିବୁ ନା ଆଦି ବାବା? ଗୋଟେ ଝିଅ ସବୁବେଳେ ଚାହେଁ ତା ମନର ମଣିଷ ତା ଆଖି ଆଗରେ ସବୁ କିଛି କଥା ଖୋଲିକି କହିଦେଉ।